ସାଙ୍ଗମାନେ ମୋର ପାର୍ଲରରେ ଗୁଡ଼ାଏ କାମ ସବୁ ହେଇଯାଏ। ସ୍କୁଲ କାମ, ବୋଟର କାମଠୁ ଆରମ୍ଭ କରି ସବୁ କାମ। ଜଣେ ମଉସା ଆସିଥିଲେ ତାଙ୍କର ଡିଲିସନ୍ କରିବା ପାଇଁ ତାଙ୍କ ଝିଅର, ସେ ଆସିକି କହିଲେ, ପୁଣି ତାଙ୍କର କଲି ଅନଲାଇନରେ। ତ ଏଇଠି ଆସିଲେ ସବୁ କାମ ହେଇଯିବ। କିଏ କେଉଁଠୁ ଖୋଜିଏ ପାଇବେ କି ନ ପାଇବେ। ଧରନ୍ତୁ ଆମର କେତେବେଳେ କେତେ କାମ, କେତେବେଳେ ବ୍ଲକ, କେତେବେଳେ ମିଟିଂ, କେତେବେଳେ ସ୍କୁଲ, କୁଆଡ଼େ କ'ଣ ସବୁ ପକାଉଛନ୍ତି। ଅଙ୍ଗନବାଡ଼ି ୱାର୍କର ତ ସବୁଆଡ଼େ କାମ କରିବ, ଯୁଆଡ଼େ ଦେଖିବ ସରକାର ଟାଣିବ, ଆମେ ସିଆଡ଼େ ଯିବୁ ଆଉ ହେଲା। ତ ସେଇ ଅନୁସାରେ କାମ ବି ଆମର ଟିକେ ହେଭି ପଡ଼ିଯାଏ। ପ୍ରାୟ ଲୋକ ଆଗରୁ କହନ୍ତି ଅଙ୍ଗନବାଡ଼ିରେ କିଛି କାମ ନାହିଁ। ମୁଁ ଯେବେଠୁ ୟୁଟ୍ୟୁବ୍ ଖୋଲିଲିଣି ସେବେଠୁ କହିଲିଣି, ଦିଦି ତୁମେ ଏତେ କାମ କୁଆଡ଼ୁ ସବୁ ଏତେ କାମ କରୁଛ? ହଁ, ମୁଁ କହିଲି ଦେଖ, ତୁମେ 10,000 ଗଭର୍ଣ୍ଣମେଣ୍ଟ ଦେଉଛି, ମୁଁ କେତେ କାମ କୁଆଡ଼େ କ'ଣ ଲଗାଉଛି ସବୁ ହେଲା। ଯେତେବେଳେ ଦେଖୁଥିବ କାମ ଆମର ଥିବ, କାମ ଆମର ବ୍ରେକ୍ ନାହିଁ ହେଲା। ସିଏ ଦରମା କଥା ନା କେନ୍ଦ୍ର ବୁଝୁଛି ନା ରାଜ୍ୟ ବୁଝୁଛି। ସିଏ ଖାଲି ସମସ୍ତେ ଆଶ୍ୱାସନା ଭଲ ପାଇବା ଦେଇ ଦେଉଛନ୍ତି। ଆମେ ସେଇ ଆଶ୍ୱାସନାରେ ରହିଛୁ ଆଉ। ଦେଖିବା କେଉଁଦିନ ଆମ ପ୍ରତି ଦୟା ଦୃଷ୍ଟି ରଖୁଛନ୍ତି ଆଉ। ରହିଲି ସାଙ୍ଗମାନେ, ଆଉ ଟିକେ ଅଛି ଖାତା କାମ କରିଦିଏ। ଇଆଡ଼େ ପୁଣି ଆଧାର ଗୁଡ଼ାକ ସବୁ ଅପଲୋଡ଼ ହେଉଛି। କେତେ କାମ ସବୁ ଅନଲାଇନ୍ କାମ ଗୁଡ଼ାକ ଆମର ସାଙ୍ଗମାନେ ମିଶି 5ଟା ଆପ୍ ଆମ ଚଲାଉଛୁ ହେଲା। ଅଙ୍ଗନବାଡ଼ି ୱାର୍କର ତୁମେ 10,000 ଦେଉଛ, 5ଟା ଆପ୍ ଧରେଇ ଦେଇଛ, ଚାଲ ଅଙ୍ଗନବାଡ଼ି ତୁମେ ତ ଚାଲ, ଯୁଆଡ଼େ ପାଇଲେ ଟାଣିବୁ ସିଆଡ଼େ ଆଉ। ଆମେ କାମ କରିବୁ ରାଜି, କିନ୍ତୁ ଆମକୁ ସେମିତି ପେମେଣ୍ଟ ଦେବା ପାଇଁ ତୁମେ ରାଜି ହୁଅ କି ନାହିଁ? ନା, ରାଜି ଜମା ହେବନି। ଆମେ କେଉଁଠି ଛାଡ଼ିବୁ? ଆମେ ବି ସରକାରଠୁ ଆଣିବୁ ନା ଆଉ।